ହିତୋପଦେଶ ରଚକ କହନ୍ତି ମୋର ବୁଦ୍ଧିର ମୋର ଜ୍ଞାନର ବାହାରେ ଚାରିଟି ବିଷୟ ମୁଁ ଦେଖିଛି ବୋଲି କହନ୍ତି। 30 Praise the Lord. 30:18 ପଢୁଛି। ହିତୋପଦେଶ 30:18 ତିନି କଥା ମୋର ବୋଧାଗମ୍ୟ, ପୁଣି ଚାରି କଥା ମୁଁ ଜାଣି ନାହିଁ। କଣ? ନମ୍ବର 1, ଆକାଶର ଉତ୍କର୍ଷ ପକ୍ଷୀର ଗତି, ପ୍ରସ୍ତରରେ ସର୍ପର ଗତି, ସମୁଦ୍ର ମଧ୍ୟରେ ଜାହାଜର ଗତି, ଯୁବତୀ ଠାରେ ପୁରୁଷର ଗତି। ସେହି ପ୍ରକାର ବ୍ୟଭିଚାରିଣୀ ସ୍ତ୍ରୀର ଗତି, ସେ ଖାଇ ମୁହଁ ପୋଛି ଦିଏ କହେ ଆମ୍ଭେ କିଛି ଅଧର୍ମ କରିନାହୁଁ। ରାଇଟ୍? ଏଥିରେ ଇଣ୍ଟରେଷ୍ଟିଂ, ଏବେ ବୁଝାଇବିନି, ବୁଝାଇବା କଥା ଆକ୍ଚୁଆଲି ଏବେ କହିନି ନାଇଁ କି ଆମର ବାଇବେଲ ଷ୍ଟଡିରେ। ଇଣ୍ଟରେଷ୍ଟିଂଲି କଣ ସମୁଦ୍ରରେ ଜାହାଜର ଗତି। ହାଉ ଇନ୍ ଦ ୱାର୍ଲଡ କିଛି ସଲିଡ ଷ୍ଟେବଲ ସଲିଡ ବେସ୍ ନଥାଏ କି ମଧ୍ୟ ଜାହାଜ ବୁଡୁନାହିଁ କାହିଁକି? ଆଉ ସମୁଦ୍ରରେ ଥାଇକି ସେଇଟା ପ୍ରୋବ୍ଲେମ, ଏଟା ମେନ୍ ଇମ୍ପୋର୍ଟାଣ୍ଟ ବିଷୟ। ଏଟା ଗୋଟେ जो टाणो सख्त जमीन के ऊपर, जमी उपरे, भूमि उपरे, टाणो बेस उपरे रही जाए पारे गोटे जहाज। बस रोचे, रेलगाड़ी रोचे, सब रोचे, किंतु गोटे जहाज समुद्र उपरे केमिति ठिया रही पारुछे? बुड़ी जीवा कथा। पृथकृत जीवन से चारिटे मध्य मंडली को बुझाए। आकाशर उत्कर्ष पक्षी भी मंडली को बुझाए, पत्थर भी मंडली को बुझाए, प्रस्तर उपरे सर्पर गति, समुद्र उपरे जहाजर गति। हाउ दे कैन how are they handling all these things without being disturbed, without being corrupted? corrupt न होई कि, नष्ट न होई कि, खराब न होई कि, न मिसी कि केमिति रही पारुछन्ति मन अलगा रे? बोधा बुद्धिर बोधा गम्य एटा, और जहाँ चिंता करले भी जानी है वो नहीं। प्रेज द लॉर्ड। फर्स्ट थिंग, समुद्र रे जहाज बुड़ू नहीं। नंबर 2, भासु नहीं। रोड उपरे, जमी उपरे रोड थिबो, आमे आराम रे जाई पारिबा। समुद्र ना रोड अच्छी ना लैंडमार्क अच्छी नहीं कि गच थी गच पटे डाण पटे बुले घर मिले कोट गोटे लैंडमार्क गोटे गच गोटे खंब गोटे घर गोटे दुकान गोटे हॉस्पिटल थिले से पटे राइट बुलिबार तार सामने देखि जिबार बोली रोड ऊपर कहि हेबो, समुद्र ऊपर कोन कहि हेबो? केमिति अपना लक्ष्य स्थल को पहुंची पारुछि गोटे जहाज? नंबर 2, केमिति बुड़ू नहीं जहाज? नंबर 1, बुड़ू नहीं, न बुड़ी की गोटे स्टेबल केमिति रही पारछि? पानी तो लहड़ी एमिति एमिति हलाई 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 थाए कि नहीं, किंतु जहाज गोटे जागर रही पारछि। जेते लहड़ी तरंग ये हेले मते स्टिफ थिया ही पारुछि। नंबर 2, अपना गति रे अपना लक्ष्य स्थल को पहुंची पारुछि। नंबर 3, आ देखो कोपटे बुली बार सेपटे बुली पड़ुछि, टर्न भी हेबो।
ମଣ୍ଡଳୀ ସେମିତି ଜଗତରେ ପୃଥକୃତ ଜୀବନ ଯାହାର ଥାଏ, ଜଗତରେ ଥାଇକି ବୁଡିବ ନାହିଁ ଆଜ୍ଞା। କଣ ସମୁଦ୍ର କାହାକୁ ବୁଝାଏ? ପ୍ଲାବନ ପରି ଦୃଷ୍ଟ ମାନେ। ଗୀତ ସଂହିତା 18:3 କି 18:2? ଗୀତ ସଂହିତା 18:2 କି 3 ଦେଖୁଛି। 18:2 ସଦାପ୍ରଭୁ ମୋର ଶୈଳ, ମୋର ଗଡ଼, ମୋର ଉଦ୍ଧାର କର୍ତ୍ତା, ମୋର ପରମେଶ୍ୱର, ମୋର ଦୃଢ ଶୈଳ, ମୁଁ ତାଙ୍କ ଠାରେ ଶରଣ ନେବି, ମୋର ଢାଲ, ମୋର ପରିତ୍ରାଣର ଶୃଙ୍ଗ, ମୋର ଉଚ୍ଚ ଦୁର୍ଗ, ମୋ ସିଂହାସନୀୟ। ଆଇ ଥିଙ୍କ 4ରେ ଅଛି। ହଁ, ମୃତ୍ୟୁରୁ ରୋଜ ମତେ ବେଷ୍ଟନ କଲା, ପାପାଧମତା ରୂପ ପ୍ଲାବନ, ଦ ୱାଟର୍ସ ଅଫ ୱିକେଡନେସ୍। ପାପାଧମତା ରୂପ ପ୍ଲାବନ ମତେ ଭୟଗ୍ରସ୍ତ କଲା। ସମୁଦ୍ର ବା ଅପାର ବିସ୍ତାର ଜଳରାଶି କାହାକୁ ବୁଝାଏ ଆପଣ ମାନଙ୍କୁ ଜଣାଉଛି। ସମୁଦ୍ରକୁ କେମିତି ବୁଝି ନେବାର ଆତ୍ମିକ ଅର୍ଥରେ। ପ୍ଲାବନ ତ ପ୍ଲାବନ କି ନାଇଁ, ବର୍ଷାରେ ନଦୀ ବଢି ଆସିକି ଭସାଇ ନିଏ, ଦ୍ୟାଟ ଇଜ କଲ୍ଡ ଫ୍ଲଡ୍। ଫ୍ଲଡ୍ ବନ୍ୟା, ପ୍ଲାବନ। କିନ୍ତୁ ଏଠି ଦାଉଦ ଗୀତ ରଚକ କହନ୍ତି ପାପାଧମତା ରୂପକ ପ୍ଲାବନ ମତେ ଭସାଇ ନେଉଥିଲା ବେଳେ ତାଙ୍କର ଶରଣ ନେଇଛି, ମୁଁ ଭାସି ଯିବି ନାହିଁ ବୋଲି। ଯେସାୟ 27 କି 57:20 किधर गया? 57:20 ମାତ୍ର ଦୁଷ୍ଟ ମାନେ ତରଙ୍ଗିତ ସମୁଦ୍ର ତୁଲ୍ୟ। এই ଜଗତ ଅଜଗତର ଲୋକମାନେ ପାପାଧମତା ରୂପକ ପ୍ଲାବନ ଅଟନ୍ତି। এই ଜଗତର ଲୋକମାନେ, এই ଜଗତ ତରଙ୍ଗିତ ଦୁଷ୍ଟ ମାନଙ୍କ ପରି ଅଟନ୍ତି। what is ତରଙ୍ଗିତ? ନଟ୍ ଷ୍ଟିଲ୍ ନାହିଁ। ସଦାପ୍ରଭୁ ମୋର ପ୍ରତିପାଳକ, ମୋର ଅଭାବ ହେବ ନାହିଁ, ସେ ମତେ ଶାନ୍ତିମୟ ଜଳ ନିକଟରେ ଚରାନ୍ତି କି ନାଇଁ, ସ୍ଥିର ଜଳ ନିକଟରେ, ପିସ୍। ସମୁଦ୍ର ପ୍ଲାବନ, ବଡ ବଡ ଲହରୀ ତରଙ୍ଗ ବ୍ୟସ୍ତ କରିଦିଏ। କିନ୍ତୁ ପରମେଶ୍ୱର ପୁଣି ସ୍ଥିର ଜଳ ନିକଟରେ ଚରାନ୍ତି, ପିସ୍ ଆଣ୍ଡ କାମ୍ ୱାଟର୍ସ। ଯେମାନେ ପ୍ରଭୁଙ୍କ ସହିତ କନେକ୍ଟେଡ ହେଇଛନ୍ତି, ଦେ ୱିଲ୍ ଲିଭ୍ ଇନ୍ ପିସ୍। ଯେମାନେ ଜଗତ ସହ କନେକ୍ଟେଡ ହଉଛନ୍ତି, କେବେ ବି ଶାନ୍ତି ନାହିଁ। ଦୁଷ୍ଟ ମାନେ ତରଙ୍ଗିତ ସମୁଦ୍ର ତୁଲ୍ୟ ଅଟନ୍ତି। ଆହୁରି ଯାକୁବ 1 ଅଧ୍ୟାୟ 6 ପଦ ପଡୁଛି। ଯାକୁବ 1:6 ସମୁଦ୍ରକୁ କେମିତି ବୁଝି ନେବାର ବୁଝାଉଛି ଆପଣଙ୍କୁ। କିନ୍ତୁ ସେ କିଛି ମାତ୍ର ସନ୍ଦେହ ନ କରି ବିଶ୍ୱାସ ସହ ପ୍ରାର୍ଥନା କରୁ, କାରଣ ଯେ ସନ୍ଦେହ କରେ ସେ ବାୟୁରେ ଇତସ୍ତତ ଚାଳିତ ସମୁଦ୍ରର ତରଙ୍ଗ ସଦୃଶ୍ୟ। ନାଇଁ, ଜିହୁଦାଙ୍କ ପତ୍ର 13 ପଦ ଗୋଟେ ତ ଅଧ୍ୟାୟ ନା, ନାଇଁ, ଜିହୁଦାଙ୍କ ପତ୍ର 1:13 ସେମାନେ ଆପଣା ଆପଣା ଲଜ୍ଜା ସ୍ୱରୂପ ଫେଣ ଉଦ୍ଗାରକାରୀ ସମୁଦ୍ରର ଉତ୍ତାଳ ତରଙ୍ଗ ସଦୃଶ୍ୟ। କଣ ବୁଝାଉଛି? ମାନେ ଜଗତକୁ ଏକ ବ୍ଲେସେଡ ପ୍ଲେସ ପରି ଆପଣ ମାନେ ମଣନ୍ତୁ ନାହିଁ। ଜଗତ ଦେଶ ଦିଟା ଅଲଗା ଅଲଗା ନୁହେଁ।
ନିଜର ଦେଶ ବି what blessed ଜଗତ ଯାହା ନିଜର ଦେଶ ବି ତାହା ରାଜ୍ୟ ବି ତାହା ଦୁନିଆ ତାହା ଲୋକମାନେ ତାହା ପ୍ରଭୁଙ୍କୁ ଯେଉଁମାନେ ପାଇନାହାନ୍ତି ସେମାନେ ବି ତାହା don't get connected with anything anybody ନହେଲେ କଣ ନହେଲେ ସର୍ବ ଜଗତକୁ ଯେଉଁ ଦିଆବଳ ଶୈତାନ ପ୍ରବଞ୍ଚନା କରିଛି ଆମ୍ଭେ ମାନେ ସେହି ପ୍ରବଞ୍ଚନା ଭିତରେ କନେକ୍ଟେଡ ହେଇଯିବୁ when people are obsessed with country nation our country patriotism ଗୋଟେ ଖ୍ରୀଷ୍ଟିଆନକୁ ସେଟା ଥିବାର ଅଛି ବୋଲି କେବେ ମୁଁ ଭାବେ ନାହିଁ ଇଭନ୍ ଇସ୍ରାଏଲ ଦେଶ ପାଇଁ ମଧ୍ୟ ଯୀଶୁ ପ୍ରାର୍ଥନା କରିନଥିଲେ ଜାଣିଛନ୍ତି ନା ନାହିଁ ଆପଣମାନେ ଦେଖାନ୍ତୁ ମତେ ଇସ୍ରାଏଲକୁ ବ୍ଲେସ୍ କରିଲା ପରେ ନୂତନ ନିୟମରେ ଓକେ ଗୋଟେ ଭଲ ଗୋଟେ ଭଲ ପିଲା ତ ଆସନ୍ତୁ ଭଲ ହେରୋଦ ଗୋଟେ ମିଳୁ ଭଲ ପଲିଟିକ୍ସ ଗୋଟେ ହେଉ ଗୋଟେ ଭଲ ପାର୍ଟି ଜିତୁ ଆମର ଇସ୍ରାଏଲରେ ନାଇଁ ଗୀତ ସଂହିତାରେ ଥିଲା ଜେରୁସାଲେମ ପାଇଁ ପ୍ରାର୍ଥନା କର ନୂତନ ନିୟମରେ ଦେଖାନ୍ତୁ ଗୋଟେ ପଦ ପ୍ରେ ଫର ଜେରୁସାଲେମ ଆମେ ପ୍ରାର୍ଥନା କରିଦେଲେ ଗୋଟେ ବହୁତ ବଡ ପାପ ହେଇଯାଉଛି ବୋଲି କହୁନି ଓକେ କରନ୍ତୁ ଆପଣ ତା ଫଳିତ ହେବନି ଆପଣଙ୍କର ପ୍ରାର୍ଥନା ଇସ୍ରାଏଲ ପାଇଁ କି ଜିହୁଦ ମାନଙ୍କ ପାଇଁ କି ଜେରୁସାଲେମ ପାଇଁ ଇଟ୍ସ ନଟ୍ ଭ୍ୟାଲିଡ ଇଟ୍ ୱିଲ୍ ନଟ୍ ୱର୍କ ଏଟ୍ ଅଲ୍ କାରଣ ଏମାନେ ଜିହୁଦୀ ମାନେ ପରିତ୍ରାଣ ପାଇବେନି 1,44,000 ଜିହୁଦୀ ମାନେ ମୁଦ୍ରାଙ୍କିତ ହେବେ ସେମାନେ ପରିତ୍ରାଣ ପାଇବେ ସେମାନେ ପରିତ୍ରାଣ ମିନ୍ସ ସେମାନେ ମଣ୍ଡଳୀରେ ସଂଯୁକ୍ତ ହେବେ ନାହିଁ ସେମାନେ ସ୍ୱର୍ଗକୁ ବି ଯିବେ ନାହିଁ ସେମାନେ ସହସ୍ର ବର୍ଷ ଶାସନରେ ପ୍ରବେଶ ପାଇବେ ସେତିକି ମଣ୍ଡଳୀ ସହିତ ସଂଯୁକ୍ତ ହୋଇକି ପୁରାତନ ନିୟମର ସାଧୁ ମାନଙ୍କ ସହିତ ସଂଯୁକ୍ତ ହେଇକି ସ୍ୱର୍ଗରେ ବା ନୂତନ ଜେରୁସାଲେମରେ ପ୍ରବେଶ ପାଇବା ଲୋକମାନଙ୍କର ଦଳ ଅଲଗା ଏହି 1,44,000 ମୁଦ୍ରାଙ୍କିତ ଜିହୁଦୀ ମାନେ ଯେମାନେ 7 ବର୍ଷର ମହାକ୍ଲେଶ କାଳରେ ରକ୍ଷା ପାଇବେ ପରିତ୍ରାଣ ନେଇ ରକ୍ଷା ପାଇବେ ରକ୍ଷା ମିନ୍ସ ଭଣ୍ଡ ଖ୍ରୀଷ୍ଟର ହାତରୁ ରକ୍ଷା ପାଇକି ସହସ୍ର ବର୍ଷ ଶାସନକୁ ଯିବେ ସହସ୍ର ବର୍ଷ ଶାସନରେ ଶେଷ ବିଚାର ଗୋଟେ ହେବ ଗୋଗ ମାଗୋଗର ଯୁଦ୍ଧ ତାପରେ ସେମାନଙ୍କ ମଧ୍ୟରୁ ଯେ ବ୍ୟାଲେନ୍ସ ରହିଗଲା ବଞ୍ଚିଗଲା ସେମାନେ ଗଲେ ନୂତନ ପୃଥିବୀକୁ ଯିବେ ସେଟା ବି ଗ୍ୟାରେଣ୍ଟି ନାହିଁ ସେଟା ପଛ କଥା ସହସ୍ର ବର୍ଷ ଶାସନ ପରେ ହେବା ବିଷୟ ଯାହା ତେଣୁକରି ସେ ଭିତରେ ମୁଣ୍ଡ ଖେଳାଇବାନି ଆମମାନେ କିନ୍ତୁ ସେମାନେ ମଣ୍ଡଳୀରେ ସଂଯୁକ୍ତ ହେବେନି ଆପଣମାନଙ୍କୁ ସେହି ସହସ୍ର ବର୍ଷ ଶାସନ କାହିଁକି ହୁଏ କାହାରି ପାଇଁ ହୁଏ କେମିତି ହୁଏ ମଣ୍ଡଳୀ କୋଉଠି ଥିବ ବିଜାତି ମାନେ କୋଉଠି ଥିବେ ଜିହୁଦୀ ମାନେ କୋଉଠି ଥିବେ ସବୁ ବୁଝାଇଲେ ଆପଣ ଚେକ୍ କରିପାରିବେ ଖ୍ରୀଷ୍ଟିଆନ ମାନଙ୍କ ପ୍ରତି ଏହି ବିଷୟ ବହୁତ ଜୋରରେ କୁହାଯାଇଛି कि से माने अर्थात ख्रिश्चन माने अर्थात आम्भे माने ଏହି ଜଗତର ନହୁଁ ଆମ୍ଭେ ମାନେ ଯଦି ଈଶ୍ୱରଙ୍କ ଠାରୁ ଜାତ ଅଟୁ ତାହେଲେ ସାରା ଜଗତ ପାପାତ୍ମାର ଅଧୀନରେ ଅଛି ବୋଲି ଆମେ ଜାଣିପାରିବୁ ତେଣୁକରି ଅଲଗା ବି ହେଇପାରିବୁ ଜାହାଜ ବୁଡ଼ିବ ନାହିଁ ଜାହାଜ ଠିଆ ହେଲେ ମଧ୍ୟ ବୁଡ଼ିବ ନାହିଁ এই সমুদ্র ପାପାଧମତା ରୂପକ ପ୍ଲାବନ ପ୍ରକାଶିତ ବାକ୍ୟରେ ବି ଅଛି ପ୍ରକାଶ ବାକ୍ୟରେ ଦିଟା ଅଛି 12 ଅଧ୍ୟାୟ ପ୍ରେଜ ଦ ଲର୍ଡ ହଁ 12-15 ପ୍ରକାଶିତ 12-15 ସେହି ସ୍ତ୍ରୀ ଲୋକଙ୍କୁ ଜଳସ୍ରୋତରେ ଭସାଇ ଦେବା ନିମନ୍ତେ ସର୍ପ ତାହାଙ୍କ ପଛରେ ଆପଣା ମୁଖରୁ ନଦୀ ପରି ଜଳ ଉଦ୍ଗାର କଲା ଦେଖନ୍ତୁ କେବଳ ପ୍ରଭୁଙ୍କ ଲୋକମାନଙ୍କୁ ଏଇ ଜଗତ ନାମର ଏଇ ଜଗତର ପ୍ଲାବନ ଦୁଷ୍ଟତା ରୂପକ ପ୍ଲାବନ ସନ୍ଦେହ ରୂପକ ପ୍ଲାବନ
ଆଉ ଜିହୋଦଙ୍କ ପତ୍ର କଣ ଗୋଟେ 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 ଭେରାଇଟି ୱାର୍ଡ ଅଛି। ଏଇ ସବୁ ଘୋଡୁଛି, ପୁଣି ଗୋଡୁଛି ପଛରେ ଭସାଇ ଦେବା ପାଇଁ। କାରଣ ସମୁଦ୍ର କହିଲେ କି ଆପଣ ଷ୍ଟାଣ୍ଡ ହେଇପାରିବେନି, ଆପଣ ଠିଆ ହେଇପାରିବେନି, ଆପଣ ବେଶୀ ସମୟ ପହଁରି ପାରିବେନି, ଆପଣ ଷ୍ଟିଲ୍ ଷ୍ଟେବଲ ରହିପାରିବେନି, ଆପଣଙ୍କୁ ବାଟ ଦେଖାଯିବ ନାହିଁ, ଆପଣଙ୍କୁ ଲକ୍ଷ୍ୟ ଦେଖାଯିବ ନାହିଁ। ଦିସ୍ ଇଜ ଜଗତ। ସେମ୍ ଜଳ ପ୍ଲାବନ ଯାହା, ସେ ମରୁଭୂମି ତାହା। ପ୍ରାନ୍ତରରେ ଇସ୍ରାଏଲି ମାନଙ୍କର ଯାତ୍ରା, ନା ବାଟ ଦେଖା ଯାଉଛି, ନା ଲାଇଟ୍ ଅଛି, ନା ଛାଇ ଅଛି, ନା ଖାଇବାକୁ ଅଛି, ନା ପିଇବାକୁ ଅଛି, ନା ଲକ୍ଷ୍ୟ ସ୍ଥଳ ଦେଖା ଯାଉଛି, ନା ରୁଟ୍ ମ୍ୟାପ୍ ଅଛି, ନା ଲ୍ୟାଣ୍ଡମାର୍କ ଅଛି। ବାଲି ତ ବାଲି, ବାଲି ତ ବାଲି ଚାରିଆଡେ। ଆପଣ ମାନେ ଆଖି ବନ୍ଦ କରିକି ମରୁଭୂମିରେ, ରେଗିସ୍ତାନରେ ମଝିରେ ରହିକି ଆଖି ବନ୍ଦ କରନ୍ତୁ, ଜଣେ ଆପଣଙ୍କୁ ଏମିତି ବୁଲାଇ ଦିଅନ୍ତୁ, ଆପଣ ଆଖି ଖୋଲିଲା ପରେ କହିପାରିବେ କି କୋଉ ପଟେ ଠିଆ ଥିଲେ କୋଉ ପଟେ ଠିଆ ଅଛନ୍ତି ବୋଲି? ଦିଗ ଜଣା ପଡିବ। ମରୁଭୂମି ଯାହା, ସମୁଦ୍ର ତାହା। नो वे, नो हार्बर, नो शोर। ना किनारा मिलता है, ना रास्ता मिलता है, ना लैंडमार्क। लैंडमार्क मान कहले कि गछ कि घर कि गोटे दुकान साइड रु गोटे लैंडमार्क, से गोटे दुकान थिबो, से पटे बुलंतु बोली कहि थांतो, लैंडमार्क नथिबो, चिन्ह किछ नथिबो सेठी। प्रबल खरा को छाए भी मिलिबो नहीं। एंड यू नो व्हाट इज समुद्र? एते जोर रे शोष लागिले मध्य गोटे टप आपण माने पी पारिबे नहीं। There is nothing a sea can offer you. There is nothing 100% a desert can offer you. এই বালি ভর্তি মরুভূমি ଆପଣଙ୍କୁ ଦେବା ପାଇଁ ତାର ପାଖରେ କିଛି ନାହିଁ। ମହା ଜଳରାଶି ସମୁଦ୍ର ଆପଣଙ୍କୁ ଦେବା ପାଇଁ ତାର ପାଖରେ କିଛି ନାହିଁ। ଏଥିରେ କଣ ଜଣା ପଡୁଛି? ଲକ୍ଷ୍ୟ କେବଳ ଯୀଶୁ, ବାଟ କେବଳ ଯୀଶୁ। ସେ ଏଟାକୁ କଣ କହିବେ ଓଡିଆରେ, ଇଂଲିଶ ବି ଜାଣିପାରୁନି। ଜାହାଜ ଚଳାଇବା ପାଇଁ ଗୋଟେ ଇଏ ଷ୍ଟିୟରିଂ ଥିବ, ତାହା ବି ଯୀଶୁ। କ୍ୟାମ୍ପସ, ଆଜ୍ଞା, ମଙ୍ଗ 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 ମାନେ ଏଟା ବୋଧେ ବାଡି ପଟଟା ଥିବ ନା ସେଟା, କହିବ ମୁଁ କହିବି ଆଉ ଗୋଟେ କହିବି। ଏଟା ଡଙ୍ଗାରେ ତ ଆମେ ଇଏ ସେ ବଡ ଇଏ ବାଡିରେ କରୁ, କିନ୍ତୁ ଆଉ ଗୋଟେ ଜାହାଜରେ ତ ଷ୍ଟିୟରିଂ ତ କହିଲିନି ଯେ ଓଡିଆରେ କଣ ଦେଖିବା ଟିକେ ମୁଁ କହିବି ଆପଣଙ୍କୁ। ତେଲୁଗୁରେ ଚୁକ୍କାନି ବୋଲି କହନ୍ତି। ଦେଖିବା, ତାହା ବି ଯୀଶୁ, ବାଟ ମଧ୍ୟ ଯୀଶୁ ଦେଖାଇବା ଦରକାର ବୋଲି କହୁଛି। ପାଣି ମଧ୍ୟ ପ୍ରଭୁ ହିଁ ଦେବାର ଅଛି ଆମମାନଙ୍କୁ। କାହିଁକି? କାହିଁକି ସେମାନଙ୍କୁ ପଥରରୁ ଜଳ ଦେଲେ, ପାଣି ଦେଲେ ଇସ୍ରାଏଲି ମାନଙ୍କୁ। ଇସ୍ରାଏଲି ମାନଙ୍କର ବଣ ଯାତ୍ରା ବା ସରି ମରୁଭୂମି ରେଗିସ୍ତାନର ପ୍ରାନ୍ତର ଯାତ୍ରା କଣ ବୁଝାଏ? ମାନେ एवरीथिंग वाज गॉड फॉर देम। सब कुछ उनके लिए सिर्फ परमेश्वर ही था। आज ख्रिश्चियन माने जगतरे इस्राएली नुहंती कि ପ୍ରାନ୍ତରସ୍ଥ ମଣ୍ଡଳୀ ବୋଲି କହେ 7:20 ପ୍ରେରିତରେ। ବହୁତ ଥର ପଢିଛୁ, ପଢିଦେବା କି? ପ୍ରେରିତ 7:20 କି ଠିକ ନା 20 ନା 38 ଦେଖୁଛି, ହଁ 38 ସରି 7:38 ପ୍ରେରିତ। ଏହି ବ୍ୟକ୍ତି ପ୍ରାନ୍ତରସ୍ଥ ମଣ୍ଡଳୀ ମଧ୍ୟରେ ସିନୟ ପର୍ବତରେ ତାହାଙ୍କ ସହିତ କଥା କହୁଥିବା ଦୂତଙ୍କ ଏଟସେଟ୍ରା ଏଟସେଟ୍ରା ଏଟସେଟ୍ରା। ଆମକୁ କଣ ଦରକାର ଏଠି? ପ୍ରାନ୍ତରସ୍ଥ ମଣ୍ଡଳୀ। ଇସ୍ରାଏଲି ମାନଙ୍କୁ କଣ କୁହାଗଲା? ଚର୍ଚ୍ଚ ଇନ୍ ଦ ୱିଲ୍ଡରନେସ୍। ହିନ୍ଦୀରେ ପଢିନି, ହିନ୍ଦୀରେ ଟିକେ ଦେଖିଥିବି। जंगल में मंडली। वाओ, আজি मंडली कलिसिया मंडली
ପରିତ୍ରାଣ ପାଇଲା ପରେ କୋଉଠି ଅଛି? ସ୍ୱର୍ଗକୁ ଯାଇଛି କି? ନା, ଆମେ ଜଗତରେ ଅଛୁ। ପରିତ୍ରାଣ ପ୍ରାପ୍ତ ଲୋକମାନଙ୍କ ପାଇଁ ଏହି ଜଗତ ଏକ ପ୍ରାନ୍ତର ପରି ଦେଖାଯିବା ଦରକାର, ଏକ ବଣ ଜଙ୍ଗଲ ପରି ଦେଖାଯିବାର, ମରୁଭୂମି ପରି ଦେଖାଯିବାର, ଦୁଷ୍ଟ ତରଙ୍ଗିତ ସମୁଦ୍ର ପରି ଦେଖାଯିବାର, ଆଉ କହିବାର କି ପ୍ରଭୁ ତମେ ନ ଚଳାଇଲେ ଆମେ ପାରିବୁନି, ଭାସି ଯିବୁ ପ୍ରଭୁ, ବୁଡି ଯିବୁ କାଳେ, କୁଆଡେ ଯିବୁ ଏ ମହାସମୁଦ୍ରରେ? କୋ ପଟେ ରାସ୍ତା, କୋ ପଟେ ଦିଗ, କୋ ପଟେ କିନାରା, କୋ ପଟେ ସମୁଦ୍ର କୂଳ ଅଛି ପ୍ରଭୁ। ମିଶି ଯାଆନ୍ତୁନି, ଜଗତ ପାପାତ୍ମାର ଅଧୀନ।